ବେଙ୍ଗ ତିନୋଟି ରଖିକି ତାକୁ ଏମିତି ଉଲଟେଇକି ଶୁଆଇ ଦିଏ ବେଙ୍ଗ ତିନୋଟିକୁ, ଏବଂ ଗୋଟିଏ ବଡ଼ କେରକେଣ୍ଟ ବି ରଖିଥାଏ ତାକୁ ଏଇଭଳିଆ ଶୁଆଇ ଦିଏ। କିନ୍ତୁ ଏବେ ଆମେ ପ୍ରାକ୍ଟିକାଲି ଦେଖିବା ଏ ବେଙ୍ଗଟି ଆକ୍ଚୁଆଲି ଆମ କଥା ମାନୁଛି କି ନାହିଁ, କି ସେ ଛୁଆରୁ ଆକ୍ଚୁଆଲି ତାକୁ ଟ୍ରେନିଂ ଦେଇ ରଖିଥିଲା ଚାଇନାର ଯେଉଁ ଛୁଆଟି। ତ ଆଜି ଆମେ ଦେଖିବା ୟାକୁ ପ୍ରାକ୍ଟିକାଲ ଦେଖିବା। ଦେଖନ୍ତୁ ବେଙ୍ଗଟି ମୁଁ ଧରିଛି, ଏ ବେଙ୍ଗଟି ଆକ୍ଚୁଆଲି ଫୁଲିଯାଏ, ତାକୁ ଦେଖନ୍ତୁ ମୁଁ ଧରିଛି, ୟାକୁ ଏବେ ଉଲଟେଇବା। ଏ ଶୁଉଛି କି ନାହିଁ ଦେଖନ୍ତୁ, ୟାକୁ ମୁଁ ଉଲଟଉଛି ନା, ଇଏ ଆକ୍ଚୁଆଲି ଆମ ଟ୍ରେନିଂ ଇଏ ନେଇନି, ସେଥିପାଇଁ ଏମିତି ହେଉଛି। ଦେଖନ୍ତୁ ବେଙ୍ଗଟିକୁ ଯେତେ ଶୋଇଲେ ବି ସେ ଉଠି ପଡ଼ୁଛି ଏଇଭଳିଆ ଆକ୍ଚୁଆଲି ଏଇଭଳିଆ ଆକ୍ଚୁଆଲି ଶୋଇବା କଥା। ହଁ ଏବେ ପ୍ରାକ୍ଟିକାଲି ଏ ବି ମାନିଲା, ଦେଖିପାରୁଥିବେ ବେଙ୍ଗଟି କେମିତି ପ୍ରାକ୍ଟିକାଲି ମାନିଲା। ମାନୁନଥିଲା କିନ୍ତୁ 2-4 ଥର ତାକୁ ଜବରଦସ୍ତି ଶୋଇଲା ପରେ ସେ ଯାଇ ଶୋଇଲା। ସେ ନିଜେ ବି ଶୋଇଛି, ଏବେ ନିଜେ ଉଠିଲା। ଆଉ ଥରେ ଟ୍ରାଏଲ୍ କରିବା। ଏମିତି ଆକ୍ଚୁଆଲି ସେ ଛୋଟ ଛୁଆଟି ବେଙ୍ଗକୁ ଟ୍ରେନିଂ ଦେଲା ପରେ ସିଏ କଥା ମାନିଥିଲା। ଆମେ ୟାକୁ ଯେହେତୁ ଟ୍ରେନିଂ ଦେଲେ ଇଏ ବି କଥା ମାନିବାକୁ ପଡ଼ୁଛି, ୟାକୁ ବାଧ୍ୟରେ। ୟା ଇଚ୍ଛା ନଥିଲେ ବି ଶୋଇବାକୁ ପଡ଼ୁଛି। ଦେଖନ୍ତୁ ତଥାପି ତା ଇଚ୍ଛା ହେଉନି, କିନ୍ତୁ ତାକୁ ଜବରଦସ୍ତି ଶୋଇଲା ପରେ ସେ ଶୋଇଛି। ଦେଖନ୍ତୁ ଶୋଇଲା, ୟାକୁ ଆମେ ଏବେ ଛାଡ଼ିଦେବା। ଯା ତୁ ତୋର ଚୋରିକୁ ଯା।